ସୁପ୍ରଭାତ ପିଲାମାନେ ଆମେ ଆଜି ପଞ୍ଚମ ଶ୍ରେଣୀର ଗଣିତ ମେଲା ବହି ବିଷୟରେ ପଢିବା। ଆମେ ସମସ୍ତେ ଯାତ୍ରୀ ଏକ ନମ୍ବର ପାଠଟା। ତ ତୁମେ ଶେଷ ଥର ପାଇଁ କେବେ ଦୂର ଯାତ୍ରାରେ ଯାଇଥିଲ? ତୁମେ କେଉଁଠିକୁ ଯାଇଥିଲ? ତୁମେ କିପରି ଯାତ୍ରା କରିଥିଲ? ତୁମର ଯାତ୍ରା କେତେ ଦିନ ପାଇଁ ଥିଲା? ତୁମେ କେତେ ଦୂର ଯାତ୍ରା କରିଥିଲ? ଏହି ପ୍ରଶ୍ନଗୁଡ଼ିକର ଉତ୍ତର ପାଇବା ପାଇଁ ତୁମ ସହିତ ଯାଇଥିବା ବୟସ୍କ ବ୍ୟକ୍ତି ବିଶେଷଙ୍କୁ ପଚାରି କହ। ହେଲା, ଯେ କେଉଁଠିକୁ ଯାଇଥିଲ, କେତେ ଦୂର ଯାଇଥିଲ, କେମିତି ଯାତ୍ରା କରିଥିଲ, ଟ୍ରେନରେ, ବସରେ, ସାଇକେଲରେ, କ'ଣ ଟିକେ କିଏ ଉଡ଼ାଜାହାଜରେ ଯାଇଥିବ, ଏଟା ଟିକେ ପଚାରିବ ହେଲା ଘରେ। ତାପରେ ଦେଖ, ମଣିଷ ସବୁବେଳେ ଭ୍ରମଣ ପ୍ରିୟ। ଆଜିକୁ 100 ବର୍ଷ ପୂର୍ବେ ବର୍ତ୍ତମାନ ତୁଳନାରେ ଯାନବାହନ ସଂଖ୍ୟା ବହୁତ କମ ଥିଲା। ଆଗ ବହୁତ କମ ଯାନବାହନ ଥିଲା ନା, ଗାଡ଼ି ମୋଟର ସଂଖ୍ୟା କମ ଥିଲା। ପ୍ରାଣୀମାନଙ୍କ ଦ୍ୱାରା ଟଣା ଯାଇଥିବା ଗାଡ଼ି, କାର ଓ ରେଳଗାଡ଼ିର ବ୍ୟବସ୍ଥା ଥିଲା। ଏହା ପୂର୍ବରୁ ହଜାର ହଜାର ବର୍ଷ ପୂର୍ବେ ଦୂର ସ୍ଥାନକୁ ଯାତ୍ରା କରିବା ପାଇଁ ଲୋକମାନେ ପାଦରେ ଚାଲି ଚାଲି ଯାଉଥିଲେ କିମ୍ବା ପ୍ରାଣୀମାନଙ୍କୁ ବ୍ୟବହାର କରୁଥିଲେ। ସେମାନେ ହ୍ରଦ, ନଦୀ ଏବଂ ସମୁଦ୍ରକୁ ପାରି ହେବା ପାଇଁ ଡଙ୍ଗା, ଜାହାଜ ମଧ୍ୟ ନିର୍ମାଣ କରିଥିଲେ। ହେଲା, ପାଣିରେ ଯିବା ପାଇଁ ଡଙ୍ଗା, ଜାହାଜଟା ନିର୍ମାଣ କରାଯାଇଥିଲା। ବଳଦ ଗାଡ଼ି ବ୍ୟବହାର କରି ବହୁ ପୂର୍ବରୁ ଡଙ୍ଗା ବୋଧହୁଏ ମଣିଷ ଦ୍ୱାରା ଉଦ୍ଭାବିତ ପ୍ରଥମ ପରିବହନର ଉପାୟ ଥିଲା। ହେଲା, ଯେ ଆଗ କ'ଣ ବଳଦ ଗାଡ଼ି ବ୍ୟବହାର ପୂର୍ବରୁ ବି ଡଙ୍ଗାରେ ଯିବା ଆସିବା କରିବା ଷ୍ଟାର୍ଟ କରିଦେଇଥିଲାଣି ମଣିଷ। ହେଲା, ତୁମେ ଜାଣିଛ କି ତୁମ ରାଜ୍ୟରେ ବର୍ତ୍ତମାନ କେତେ ସଂଖ୍ୟକ ଯାନବାହନ ଅଛି? କେ ଜାଣିଛ? ଦିନକୁ ତ ଦିନ ଗୋଟେ ଗୋଟେ ଲେଖା, ଦୁଇଟା ଲେଖା କିଏ କେମିତି କିଣୁଛି, କେମିତି ଗଣିବ? ହେଲା, ଅସୁବିଧା କି ନାହିଁ? ଆଉ ବହୁତ ସଂଖ୍ୟକରେ ଥିବ, ବହୁତ ଗାଡ଼ି ମୋଟର, ଘର ପିଛା ତ 2ଟା 3ଟା ଲେଖା ହେଲାଣି। ବଡ଼ ସଂଖ୍ୟାକୁ ପଢ଼ିବା ଏବଂ ଲେଖିବା। ତ ବଡ଼ ସଂଖ୍ୟାକୁ କେମିତି ଆମେ ପଢ଼ିବା ଆଉ ଲେଖିବା ତା ବିଷୟରେ ଦେଖିବା। ହଜାର ହଜାର ସଂଖ୍ୟାର ବସ୍ତୁକୁ ତୁମେ ସଂଖ୍ୟାରେ କିପରି ଲେଖିବ? ହଜାର ହଜାର ଅଛି, ତାକୁ କେମିତି ଲେଖିବ? ଆସ 1000ରୁ ଆରମ୍ଭ କରିବା। ଯଦି ଆମେ ଏଥିରେ 1000 ଲେଖାଏଁ ଯୋଗ କରିବା, ତେବେ ଆମେ କେଉଁ ସଂଖ୍ୟା ସବୁ ପାଇବା? ଦେଖ, ଏଠି 1000 ଅଛି, 1000ରେ ପୁଣି 1000 ଯୋଗ କରିଦେଲେ 2000, ପୁଣି କେତେ ହବ ଏଇଟା? 3000 ହବ କି ନାହିଁ? 3000 ହବ। ହେଲା, ଏଇଟା 3000 ହବ। ହେଲା, 3000, ତାପରେ 4000 ଲେଖିବ ଏଇଟା, ଏଇଟା 5000, 6000, 7000, 8000, ଏଇଟା ହେଇଯିବ 9000। ହେଲା, ଆମେ 9000ରେ 1000 ଯୋଗ କଲେ କେଉଁ ସଂଖ୍ୟା ପାଇବା? 9000ରେ ପୁଣି 1000 ଯୋଗ କରିଦେଲେ 10000 ପାଇବା କି ନାହିଁ? 10000ରେ କେତେଟା ଶୂନ ଥାଏ? 10000ରେ 1, 2ଟା, 3ଟା, 4ଟା ଶୂନ ହେଇଯିବ। ହେଲା, ବୁଝିଗଲା? 10000 ଏଇଟା। ତାପରେ ଦେଖିବା, ତଳେ ଥିବା ସାରଣୀକୁ ଦେଖ ଏବଂ ସଂଖ୍ୟା ଲେଖିବାର କ୍ରମକୁ ଲକ୍ଷ୍ୟ କର। ସ୍ଥାନୀୟ ମାନ ସାରଣୀରେ ଆମେ 10000 ପାଇଁ ଆଉ ଏକ ସ୍ତମ୍ଭ ଯୋଡ଼ିଛୁ। 10000କୁ ଏକ ଅୟୁତ ମଧ୍ୟ କୁହାଯାଏ। ଏଇଟା ତ ଜାଣିଥିବ ଯେ 10000କୁ ଏକ ଅୟୁତ ମଧ୍ୟ କହନ୍ତି। ହେଲା, ଏଠି ଦେଖ, ଏଇଟା ହେଲା ଗୋଟେ ଘର, ତ 1। 10 ଏକ ମାନେ କ'ଣ? 10ଟା ଏକ। 10ଟା ଏକ ମାନେ କେତେ ହବ? 1 1 10ଟା ହେଲା ବେଲେ 10 ହିଁ ହେବ, କିମ୍ବା 1 10, 1 10 ମାନେ ବି 10। ହେଲା, 10ଟା ଘର ଏଇଟା ଦେଖା ହେଇଛି। ହେଲା, ଏଇଟା 10ଟା ଘର ଦେଖା ହେଇଛି, ଦେଖ। ପୁଣି ତଳେ ଦେଖ, 10 ବା 100, ତାକୁ 100 କହନ୍ତି। ହେଲା, 10 ମାନେ କ'ଣ? 10ରେ ପୁଣି ଆଉ ଗୋଟେ 10 ଗୁଣନ କରିବ, ମାନେ 10 ଲେଖିଲ। ହେଲା, 10 ଲେଖିଲ, ସେଇଠି ପୁଣି ଆଉ ଗୋଟେ 10 ମାନେ କ'ଣ? ଆଉ ଗୋଟେ ଶୂନ ବ୍ୟବହାର କରିବ, ତ 100 ହେଇଯିବ। ହେଲା, 10 10 100, ପୁଣି ଏଇଠି 10 ଲେଖିଛି। ପିଲାମାନେ ତମେ ଜାଣିଛ ଯେ 10 ଅଛି ମାନେ, 10 ଘରେ ଅଛି ମାନେ ଯେଉଁ ସଂଖ୍ୟା ଅଛି ସେଠି ଗୋଟେ ଶୂନ ବସାଯାଏ। ଶତକ ଘରେ ଅଛି ବା 100 ଘରେ ଅଛି ମାନେ ସେଠି 2ଟା ଶୂନ ବସାଯାଏ। ତ ଏଠି 10 ମାନେ କ'ଣ? 10ଟା 100 ଘରେ ଅଛି, ପୁଣି 100ରେ କେତେଟା ଶୂନ ଲାଗେ? 2ଟା ଶୂନ, ତ ଟୋଟାଲ ହେଇଯିବ 3ଟା ଶୂନ ଲାଗିଯିବ। ହେଲା, 1000। ହେଲା, ଏଠି ଦେଖ, ଏଇଟା ଏକ ଘରେ କିଛି ଶୂନ ଦେବାର ନାହିଁ, ଯାହା ସଂଖ୍ୟା ଲେଖା ହେଇଛି ସେଇଟା ହିଁ ଲେଖିବ। 10କ ଘର ଅଛି, 10କ ଘରେ 1 ଅଛି ମାନେ ତା ଘରେ ଗୋଟିଏ ଶୂନ ଲାଗିଲା। 100 ଘରେ
ଏକ ଅଛି ମାନେ ତା ଆଗରେ ଦୁଇଟା ଶୂନ। ଏଇଠି ଏକ ଅଛି ହଜାର ସ୍ଥାନରେ, ତା ଆଗରେ ତିନିଟା ଶୂନ, ତାପରେ ଚାରିଟା ଶୂନ ଲାଗିବ ଏଇଟା 10,000ରେ ହେଲା। ତ ଏବେ ଦେଖ, ଏକକ ଘରରୁ ଦଶକ ଘର ଗଲେ ଏଇଟା 10 ଗୁଣା ହେଇଯାଉଛି, ଏଇଟା 10 ଗୁଣା ହେଇଯାଉଛି କି ନାଇଁ? ପୁଣି ଏଇଠୁ ଯିବ ବୋଲେ ପୁଣି 10 ଗୁଣା ହେଇଯାଉଛି, ପୁଣି 10 ଗୁଣା ହେଇଯାଉଛି ହେଲା, ଏମିତି ବୁଝିଗଲା। ଏଠି ଦେଖ, ଏପରି 10,000କୁ 10,000 ଲେଖିପାରିବା, ଏମିତି 10,000, 10ଟା ହଜାରେ ଲେଖିପାରିବା କି ନାଇଁ? 10ଟା ହଜାରେ, ଗୋଟିଏ, ଦୁଇଟା, ତିନିଟା, ଚାରିଟା, ପାଞ୍ଚଟା, ଛଅଟା, ସାତଟା, ଆଠଟା, ନଅଟା, 10ଟା ଲେଖିପାରିବା, ଏଇଟାକୁ 10,000 ଲେଖିପାରିବା ହେଲା। ଆଉ କମା ବ୍ୟବହାର କରାଯାଏ। କେମିତି କମା ବ୍ୟବହାର କରିବ? ଫାଷ୍ଟ ତିନିଟା ଘରକୁ ଛାଡ଼ିକି କମା ଦବ, ପୁଣି ଦୁଇଟା ଘର ଛାଡ଼ିକି କମା ଦବ ଆଗକୁ ଯଦି ସଂଖ୍ୟା ଅଛି ହେଲେ ହେଲା। ଭାରତୀୟ ସଂଖ୍ୟା ଲିଖନ ପ୍ରଣାଳୀରେ ସ୍ଥାନୀୟ ମାନ ଅନୁସାରେ ସଂଖ୍ୟାଗୁଡ଼ିକୁ କିପରି ପଢ଼ିବା, କେମିତି ପଢ଼ିବା ଲେଖିବା? 0ରୁ 9 ପର୍ଯ୍ୟନ୍ତ ମୋଟ 10ଟି ଅଙ୍କକୁ ନେଇ ଆମେ ବଡ଼ ସଂଖ୍ୟା ଲେଖିଥାଉ ହେଲା। ଦେଖ, 1,380, 1,000 ଯୋଗ 300 ଯୋଗ 8 10 ଯୋଗ 0 1, ମାନେ ହଜାର ସ୍ଥାନରେ 1 ଅଛି ତ 1,000 ଲେଖା ହେଲା। 100 ସ୍ଥାନରେ 3 ଅଛି ତ 300 ଲେଖାଗଲା। 8ଟା 10 ସ୍ଥାନରେ ଅଛି ତ 8 10, 8ଟା 10, ଆଉ 0ଟା ଏକକ ଘରେ ଅଛି ମାନେ 0 1। ତ ହଜାରେ ଗୋଟିଏ, 1,000, 300, ତିନିଟା 100, ତିନିଟା 100, ତାପରେ 8ଟା 10, 8ଟା 10 ହେଲା, 1 2 3 4 5 6 7 8ଟା 10, ଆଉ ଏକଟା ତ 0ଟା ଅଛି ମାନେ ଶୂନଟା ଅଛି, କିଛି ନାହିଁ ବୋଲେ ଲେଖିବାନି କିଛି ହେଲା। ସେମିତି 9,123 ବି ଦେଖ ଲେଖା ହେଇଛି, 9ଟା ହଜାରେ ଲେଖା ହେଲା, ଏଇଟା 9ଟା ହଜାରେ, ପୁଣି 100 ଗୋଟିଏ ଅଛି, ପୁଣି 2ଟା 10 ଅଛି, 3ଟା 1 ଅଛି ହେଲା, ବୁଝିଗଲା। ଏଠି ଦେଖେଇବା ବଡ଼ ସଂଖ୍ୟାକୁ କିପରି ପଢ଼ିବା। ଏଠି ଦେଖ, ଯୋଉ ଲେଖିଥିଲି ମୁଁ, ଏକକ ଘରେ 10 ଗୁଣନ କଲେ ଦଶକ ଘର ସଂଖ୍ୟା ମିଳିବ ହେଲା। ସେଇଠି 10 ଗୁଣନ କଲେ 100କୁ ପହଞ୍ଚିବା, 10 ଗୁଣନ କଲେ 1000, ତାପରେ 10 ଗୁଣନ କଲେ 10,000 ବା ଏକ ଅୟୁତ କୁହାଯାଏ ଯୋଉଟା। ଆଉ 10 ଗୁଣନ କଲେ ଲକ୍ଷ, 10 ଗୁଣନ କଲେ 10 ଲକ୍ଷ ବା ନିୟୁତ, ତାପରେ 10 ଗୁଣନ କଲେ କୋଟି ହେଲା। ଆଉ ଯୋଉ ଲେଖିଲେ ଏବେ କେତେଟା ଦେଖିଲେ ଯେ ଦେଖ, ଏକଟା 1 ମାନେ 1, 1 10 ମାନେ ଗୋଟେ 10, 100 ମାନେ କଣ? 1ରେ 2ଟା ଶୂନ ଲାଗିବ ହେଲା, ଗୋଟିଏ 100, 1,000 ମାନେ ଗୋଟିଏ 1000, 1 10,000, 1 10,000 ମାନେ ଗୋଟିଏ 10,000, 1 ଲକ୍ଷ ମାନେ ଗୋଟିଏ ଲକ୍ଷ, ଲକ୍ଷରେ 5ଟା ଶୂନ ଲାଗେ ହେଲା। 1 10 ଲକ୍ଷ ମାନେ ବା ଏଇଟାକୁ ନିୟୁତ ବି କୁହାଯାଏ, 10 ଲକ୍ଷକୁ ନିୟୁତ ବି କୁହାଯାଏ ହେଲା। ତ ଏଇଟା ହେବ 10 ଲକ୍ଷ, ଏମିତି ଲେଖାଯିବ, 6ଟା ଶୂନ ଲାଗିବ, ତାପରେ କୋଟିରେ 7ଟା ଶୂନ ଲାଗିବ ହେଲା। ତାପରେ ଦେଖ, ଏଠି 10 1, 10 1 ମାନେ 10ଟା 1 10, ଏମିତିଟା ଆସିବ ଏକ୍ଜାମରେ ହେଲା। 10ଟା 10 ମାନେ 100, 10ଟା 100 ମାନେ 100ରେ କେତେଟା ଶୂନ ଲାଗେ? ପୁଣି 2ଟା ଶୂନ, 10କୁ ଲେଖିବ ପୁଣି 2ଟା ଶୂନ ଲାଗିବ 100ରେ। ଯାହା ଦେଇଛି ତାକୁ ଲେଖିଦେବ, ଆଉ ଯାହା କହିଛି ନାଇଁ କି ସେତେଟା ଶୂନ ବସେଇଦେବ। ତ 10,000, 10,000 କହିଛି ମାନେ 10କୁ ଲେଖିଲ, 1000ରେ କେତେଟା ଶୂନ ବସେ? 3ଟା, 3ଟା ବସେଇଦେଲ, ସରିଲା। 10ଟା 10,000, 10 10,000 ମାନେ କଣ? 10 ଲେଖିଲ, ପୁଣି 10,000ରେ କେତେଟା ଶୂନ ବସେ? 4ଟା ଶୂନ, ବା ଏମିତି ବି ବୁଝିପାରିବ ଯେ 10 ଗୋଟେ ଲେଖା ହେଇଛି ମାନେ ଗୋଟେ ଶୂନ ବସିବ ପରେ, ତାର 1000 ଅଛି ମାନେ ପୁଣି 3ଟା ଶୂନ, ଟୋଟାଲ କେତେଟା ଶୂନ ହେଲା? 5ଟା ଶୂନ। ପୁଣି ଦେଖ, 10 ଲକ୍ଷ, 10 ଲକ୍ଷ ମାନେ 10ରେ ପୁଣି ଲକ୍ଷର କେତେଟା ଶୂନ ଲାଗେ କହିଲି? 5ଟା ଶୂନ। 10 ନିୟୁତ ବା 10 ଲକ୍ଷ, ଏଠି 10 ଲେଖିଲ, ପୁଣି ନିୟୁତରେ କେତେଟା ଶୂନ ଲାଗେ ବା 10 ଲକ୍ଷରେ କେତେଟା ଲାଗେ? ଏଇଟା ଲାଗେ ତମର 6ଟା ହେଲା, ସେମିତି ବସେଇବ ଆଉ। ଏବେ 101, 101 ମାନେ 100 ହେଲା ଗୋଟିଏ, ଏକଟା ମାନେ 100 ଲେଖିଲ। 110ଟା, 110ଟା ମାନେ 100 ଲେଖିଦବ, 10ରେ କେତେଟା ଶୂନ ଲାଗେ? ଶୂନ, ଗୋଟେ ଆଉ ଗୋଟେ ଦେଇଦବ ଆଗକୁ ହେଲା। 100ଟା 100 ମାନେ କଣ? 100 ଲେଖିବ, ପୁଣି 2ଟା ଶୂନ ବସେଇଦବ, 100 ଅଛି। 100 1000 ମାନେ 100 ଲେଖିଲ, ପୁଣି 1000ରେ କେତେଟା ଶୂନ ଲାଗେ? 3ଟା, ଆଗକୁ 3ଟା ବସେଇଦବ। 110,000, 100 ଲେଖିଲ, ପୁଣି 10 ଲେଖିଲ ମାନେ ଗୋଟେ ଶୂନ ଲାଗିବ, 1000ରେ 3ଟା, ବା ଏମିତି ବି ଭାବିପାରିବ ଯେ 10,000ରେ 4ଟା ଶୂନ ବସେଇଦବ ଡାଇରେକ୍ଟ, 100ରେ 4ଟା ଶୂନ ମାନେ ଟୋଟାଲ କେତେଟା ହେଲା? 6ଟା ଶୂନ। ମାନେ ଏଇଟାକୁ କଣ ପଢିବା ଆମେ?
10 ଲକ୍ଷ ପଡିବା। ତାପରେ ଦେଖ 100 ଲକ୍ଷ। 100 ଲକ୍ଷ ମାନେ 100ରେ ଲକ୍ଷ। ଲକ୍ଷ ବେଲେ କେତେଟା ଶୂନ ବସାଉ? 5ଟା। ହେଲା 100ରେ 5ଟା ଶୂନ 10 ଲକ୍ଷ ହେଇଗଲା। 110 ଲକ୍ଷ। 100ଟା 10 ଲକ୍ଷ। 100 ଲେଖିବ ପୁଣି 10 ଲକ୍ଷରେ କେତେଟା ଶୂନ ବସେ? 6ଟା। ତାପରେ 100 କୋଟି ମାନେ 100ରେ କୋଟି। କୋଟିରେ 7ଟା ଶୂନ ବସେ। ହେଲା ଏଟା ବହିରେ ଆଗକୁ ଦେଇନି 10,000 ପର୍ଯ୍ୟନ୍ତ ହିଁ ଦେଇଛି। ହେଲା ଆଗକୁ ବି ଜାଣିଥିବା କଥା। ହେଲା କେତେବେଳେ କଣ ପଚାରିଦେଲା ଅସୁବିଧା ନା। ତାପରେ ଏଇଟା ବି ଦେଖିଲେ ବହିରେ ବଡ ସଂଖ୍ୟା ଗୁଡିକୁ ସହଜରେ ପଢିବା ଆମେ କମା ବ୍ୟବହାର କରି। କେମିତି ଦେଖ 7,832 କୁ 7,000 ପୁଣି 800 କୁ ମାନେ 800 କୁ ଏମିତି 800 ଯୋଗ କରି ଲେଖିପାରିବା। ପୁଣି 3 କୁ 3 10 ଏଇଟା 3 10 10 ଘରେ ଅଛି। 2ଟା ଏକ ଘରେ ଅଛି 2 1 ମାନେ 7ଟା ହଜାରେ 7ଟା ହଜାରେ ପୁଣି 8ଟା 100 ପୁଣି 3ଟା 10 2ଟା 1 ହେଲା ଏଟା ପଢିଲେ କି ନାଇଁ? ତାପରେ ଆଗକୁ ପଢିବା। ଦେଖ ଆଗକୁ ଦେଖ ଏଠି କଣ ଦେଇଛି? ସଂଖ୍ୟା କାର୍ଡ ଦେଇଛି। ସଂଖ୍ୟା କାର୍ଡ ମାନେ ଦେଖ 10,001 ସଂଖ୍ୟାରେ ଲେଖିଲେ ତାକୁ 10,001 ଏମିତି ଲେଖାଯିବ। ପୁଣି ତାଙ୍କର ସ୍ଥାନୀୟ ମାନ ମାନେ ସବୁ ଲେଖା ହେଇଛି। ଏକକ ଘରେ 1 ଅଛି। 1 ଅଛି କି ନାଇଁ? 1ଟା ଏକକ ଘରେ ଅଛି। ପୁଣି ଦଶକ ଘରେ ଏପଟକୁ ଯିବ ନା ଡାହାଣ ପଟୁ। ଦଶକ ଘରେ 0 ଅଛି ଏଠି 0 ରହିଲା। ଶହ ଘରେ ପୁଣି 0 ଅଛି ଏଠି 0 ରହିଲା। ପୁଣି ଏଇଠି ବି 0 ଅଛି। 1000 ଘରେ 0 ଲାଷ୍ଟରେ 10,000 ଘରେ 1 ଅଛି। 10,001 ବୋଲିକି ପଢିବା ଏଟାକୁ ହେଲା। ପୁଣି ସେମିତି ଅଛି ଆଗକୁ ଦେଖ 10,001 1 10,002 ସେମିତି ଲେଖାଗଲା 2 ଏକକ ଘରେ ଅଛି। 2ଟା ଏକକ ଘରେ ଏଟା 10 ଏଟା 100 1000 ତାପରେ ଅୟୁତ ହେଲା ବା 10,000 10,002 ଏଟାକୁ 10,002 କହିବ। ତାପରେ ଦେଖ ଆଗକୁ 10,000 ପୁଣି 10 10,010 ମାନେ କେମିତି ଲେଖିବ? 10,010 ମାନେ ଦଶକ ଘରେ 1 ରହିବ ଗୋଟେ ଦଶକ ଘରେ ଗୋଟେ 1 ରହିବ ଆଉ 10,000 ଏଇଟା ଅଛି ମାନେ 10,000 ଘରେ ଗୋଟେ 1 ରହିବ। ବାକି ସ୍ଥାନଟା କଣ ହବ? ଏକକ ଘରେ ବି 0 ରହିବ। ଦଶକ ଘରଟା 1 ରହିବ। ଗୋଟେ 10 ଅଛି ନା ଗୋଟେ 10 ମାନେ 1 ଦଶକ ଘରେ 1 ରହିବ। ପୁଣି 100 ସ୍ଥାନଟା ଖାଲି ରହିବ 0 ତାପରେ 1000 ସ୍ଥାନ ବି 0 ହେବ ଆଉ ଏଟା 1 ହେବ। 10,000 ସ୍ଥାନରେ 1 ହେବ ହେଲା ଗୋଟେ 10,000 ଅଛି ନା ଗୋଟେ 10,000 ହେଲେ 1 ତାପରେ ଏଇଟାକୁ 10,000 ବୋଲି ପଡିବା। ଏଇଟା ପୁରା ଲେଖିବ ହେଲା ଏମିତି ଲେଖିବ ଟେବୁଲଟା ବନେଇବ। ପୁଣି ଦେଖ 10,000 ଗୋଟିଏ ଅଛି 10 2 ଅଛି ଆଉ 1 4ଟା ଅଛି ନା 1 2 3 4 ତ ଏଇଟା କେତେ ହବ? 10,000 10 ଆଉ 4 10 10 20 ଆଉ 4 ତ 10,024 10,024 କେମିତି ଲେଖିବ? ଏଟାକୁ ଲେଖିବା ବହୁତ ସହଜ। ଫାଷ୍ଟରେ ତମେ ଏକକ ଘରେ କେତେ ରହିବ ସେଇଟା କେମିତି ଜାଣିବ? କେତେଟା 1 ଅଛି? 4ଟା 1 ଅଛି ମାନେ ଏକକ ଘରଟା 4 ରହିଲା। ପୁଣି ଦଶକ ଘରେ କେତେ ରହିବ କେମିତି ଜାଣିବ? 10 କେତେଟା ଅଛି? 2ଟା ଅଛି 2ଟା 10 ଦଶକ ଘରେ 2 ଶତକ ଘର କିଛି ନାହିଁ ମାନେ ଶହ ଘରଟା 0 ତାପରେ 1000 ଘରେ ବି କିଛି ନାହିଁ 0 ବସିବ। 10,000 କେତେଟା ଅଛି? ଗୋଟେ ଅଛି ଏଠି ସେ ଏକଟା ଆସିଲା ହେଲା ବୁଝିହେଲା। ତ 10,024 ପଡିବା ଏଟାକୁ ଲେଖିବ 4ଟା ଏକକ ଘରେ 2ଟା ଦଶକ 100 1000 10,000 1 ଅୟୁତ 10,024 ଏଟାକୁ ପଡିବା। ତାପରେ ଏଇଟା ଆଗକୁ ଅଛି 10,000 10 10 10 1 1 1 ଏଟାକୁ ଦେଖିବା ଏଇଠି କରାହେଇଛି ଦେଖ ଏଇଟା ତ ହଁ ଏଇଟା ଦେଖ 10,000 ଗୋଟିଏ ଅଛି 10 3ଟା ଅଛି ଆଉ 1ଟା 3ଟା 1 ମାନେ ଏକ ଘର 3 ରହିଲା 10 3ଟା ମାନେ 10 ଘର ବି 3 ରହିଲା। ଶହ କିଛି ନାହିଁ ତ 0 1000 କିଛି ନାହିଁ 0 10,000ରେ ଗୋଟେ 10,000 ଅଛି ତ 1 ବସେଇବ ହେଲା ଏଟାକୁ ଏମିତି ଲେଖା ହେବ 10,033 ପଢା ହେବ ହେଲା। ସଂଖ୍ୟାରେ କେମିତି ଲେଖିବା ନାମଟା। ତାପରେ ଏଇଠି 10,000 ଗୋଟେ ଅଛି 100 କେତେଟା ଅଛି 1 2 3 4ଟା ତାପରେ 10 କେତେଟା ଅଛି ଗୋଟିଏ 2ଟା ହେଲା 3ଟା ହେଲା 3ଟା 10 ମାନେ ଆଉ 1 କେତେଟା ଅଛି 3ଟା 4ଟା 10 ହେଲା 1 1 2 3 4ଟା 10 1 କେତେଟା ହେଲା 1 2 3 4 5 6 7 8ଟା
8ଟା ନା ଏଇଟା ଗୋଟେ 9ଟା ହେଲା। ତ 9ଟା ଏକ ଘରେ 9ଟା ଏକ ଅଛି ମାନେ ଏକ ଘରେ 9 ରହିଲା। ଦଶକ ଘରେ 4ଟା 10 ଅଛି 4 ରହିଲା। ଶତକ ଘରେ ବି 4ଟା 100 ଅଛି 4 ରହିଲା। ବାକି ହଜାର ସ୍ଥାନଟା ଖାଲି ରହିଲା 0 10,000ରେ 1 ରହିଲା ହେଲା। 10,449 ହେଲା। ଏଇଟା ପିଲାମାନେ ବହିରେ ଭୁଲ ଦିଆହେଇଛି ଦେଖ। ଏଠି କରେକ୍ସନ ହବା କଥା। କୁଆଡେ ଗଲା ଏଇଟା। ଏଇଟାକୁ ଏଇଠି ଲେଖିଦେଇଛି 10,485 ହେଲା। ଏଇଟା ଏମିତି ଦେଇଛି ମାନେ 10,485 ସରି 10,458 ଏଇଟା ଏମିତି ଲେଖା ହେବନି ଦେଖ। ଏଠି ସମସ୍ତଙ୍କୁ ଯୋଗ କଲେ କେତେ ବାହାରୁଛି 10,449 ବାହାରୁଛି ହେଲା। ବୁଝିଗଲା କି ନାଇଁ? ତ ଏଠି ଯଦି ତମେ ଏଇ 1 ଯୋଉ ଲେଖା ହେଇଛି ଏଇଟା 10 କରିଦବ ବୋଲେ ଯାଇକି ହଉଛି ଯେ 10,458 ସହିତ ସମାନ ହେଉଛି ହେଲା। ଏଇଟା ଗୋଟେ ଛାଡି ହେଇଯାଇଛି। ଏଇଟା 10 ହେଲା ମାନେ 10,458 ହଉଛି ନହେଲେ ହେଉନି ହେଲା। ତାପରେ ଦେଖ ଆଗକୁ ଏଠି ଦେଖ ଆଉ ଗୋଟେ ଏଇଟା ମାନେ ପିଲାମାନେ କରିଦବ ଏଇଟା କରିଦବ ଏଇଟା ତ ଖାଲି ଲିଖିଦେବାର ଅଛି ଯେ 11,214 ଲିଖିଦବ ଏଠି। ପୁଣି ଏଇଟା 13,520 ଏଠି ଶୂନଟା ରହିଲା ଏଇଠି ଶୂନ ରହିବ ଏଠି 2 ରହିବ ଏଇଠି ରହିବ 5 ଏଇଠି ରହିବ 3 ଏଇଠି ରହିବ 1 ହେଲା 13,520 ଠିକ ଅଛି। ଏଇଟା ବି ତମେ 10,000 10,000 ଅଛି 20,000 20,000 ମାନେ ଏଇ ଘରେ 0 0 0 0 ହେଲା। ଖାଲି ହଜାର ଘରେ 2 ଯାହା ରହିବ ହେଲା। ଏଇଠି ସବୁ 0 0 ହବ 0 0 0 ଆଉ ଏଇଟା ବି 0 ହବ ବୁଝିଗଲା। ତାପରେ ଆଗକୁ ଦେଖ 10,000 10,000 10,000 10,000 କେତେଟା 10,000 ଅଛି ଏଠି କରାହେଇଛି ଦେଖ 4ଟା 10,000 ହେଲା। 10,000 ଘରେ 4 ରହିଲା ହେଲା। 10,000 ଘରେ 4 ରହିଲା। ତ ଏପଟୁ ଆଣିଲେ ଭଲ ହବ। ଏପଟୁ ତମେ ଏକକ ଘରରୁ ଆଣିଲେ ତମକୁ ଭୁଲଭାଲ ହେବନି ହେଲା ତମର। ତ ଏକ କେତେଟା ଅଛି କେତେଟା ଅଛି 7ଟା ଏକ ଦେଖ କଣ ହେଲା 7ଟା ଏକ 7 ଏକକ ଘରେ 10 କେତେଟା ଅଛି 10ଟା 6ଟା ଅଛି 1 2 3 4 5 6 ମାନେ 6 ହେଲା। ପୁଣି 8ଟା 100 8 5ଟା ହଜାରେ ଅଛି 5ଟା ହଜାରେ 1 2 3 4 5 5ଟା ହଜାରେ ହେଲା। ପୁଣି 4 ଦେଖ 4ଟା 10,000 ହେଲା 4ଟା 10,000 ବୁଝିଗଲା ତ। ଏମିତି ଲେଖା ହେବ ସଂଖ୍ୟା 45 ତମ ସଂଖ୍ୟାର ନାମ ଲେଖିଲେ 45 1,867 ହେବ ହେଲା। ସରିଲା ପିଲାମାନେ ସେଇଟା। ଏଟା ଆସ କାମଟି କରିବା। ଏଟା କେମିତି କରିବ ଏଟା ଯେତେ ଅଛି ନାଇଁ କି ପିଲାମାନେ ସବୁ ମୁଁ କରିଦେଇଛି ଆଗରୁ ଏଇଠି ଏଠି ସବୁ କରାହେଇଛି ଏଠି କରାହେଇଛି ଦେଖ। ତ ଡାଇରେକ୍ଟ ଏଠୁ ପଢିବା ଆମେ ହେଲା। ସଂଖ୍ୟା ଗୁଡ଼ିକର କ୍ରମ ଦେଖି ଶୂନ୍ୟ ସ୍ଥାନ ପୂରଣ କର। ତ ଏଠି ଦେଖ ପିଲାମାନେ ଏଇଟା ଦିଆ ହେଇଥିଲା 456 567 ବହି ସବୁ ବାହାର କରିକି ଦେଖ ହେଲା। ଦୁଇଟା ଦିଆହେଇଛି ନା 3ଟା ଦିଆହେଇଛି 678 ବି ଦିଆହେଇଛି ହେଲା। 3ଟା ଦିଆହେଇଛି ଆଗକୁ କେମିତି ବଢିବ ସେଇଟା କେମିତି ଜାଣିବ ଦେଖିବ ଯେ ପିଲାମାନେ ଦୁଇଟା ଆଖାପାଖି ସଂଖ୍ୟା ଯୋଉ ଦିଆହେଇଛି ହେଲା। ବଡ ସଂଖ୍ୟାରୁ ସାନ ସଂଖ୍ୟାକୁ ବିୟୋଗ ପକେଇବ ହେଲା। 567ରୁ 456କୁ ବିୟୋଗ କରିଦେଲି ଏଠି ଦେଖ ବିୟୋଗ କରାହେଇଛି କି ନାଇଁ। ବିୟୋଗ କଲା ପରେ କେତେ ମିଳିଲା 111 111 ତାପରେ ଆଉ ଯଦି କେତେ ଗ୍ୟାପ୍ ଅଛି ତମେ ଜାଣିପାରୁନ ବୋଲେ ମାନେ ଭୁଲ ଭାଲ ହେଇଯିବାର ଚାନ୍ସ ଅଛି ତ ଆଉ ଗୋଟେ ବି ଚେକ୍ କରିଦେବା କଥା। ଏଇ 3 ନମ୍ବରରୁ 2 ନମ୍ବର ସଂଖ୍ୟାକୁ ବିୟୋଗ କର ଏଟା ବି ସେ ସମାନ ରହୁଛି କି ନାଇଁ 111 ଗ୍ୟାପ୍ ଟା ଏମାନଙ୍କ ମଧ୍ୟରେ 111 ଗ୍ୟାପ୍ ରହୁଛି। ତ ତମେ ଫାର୍ଷ୍ଟ ସଂଖ୍ୟା ସେକେଣ୍ଡ ସଂଖ୍ୟା ଭିତରେ 111 ଗ୍ୟାପ୍ ଏଇ ସଂଖ୍ୟା ବିଷୟରେ ସେକେଣ୍ଡ ଆଉ ଥାର୍ଡ ଭିତରେ ବି 111 ତ ଥାର୍ଡ ଆଉ ଫୋର୍ଥ ଭିତରେ କେତେ ରହିବ 111 ହିଁ ରହିବ। ତ ଯୋଗ 111 କରିଦେବ ଏଇଠୁ ଗଲେ ଯୋଗ 111 ତାପରେ ଯୋଗ 111 ଯୋଗ 111 ଏମିତି ଯୋଗ 111 କରିଦେଲେ ବାକି ସବୁ ଯେତେ ବି ତମର ବକ୍ସ ଥିବ ସବୁ ତମର ସଂଖ୍ୟାଟା ମିଳିଯିବ ହେଲା। ଏଠି 111 ଯୋଗ କଲାକୁ 799 ହେଲା ହେଲା। ପୁଣି 111 ଯୋଗ କଲାକୁ 900 ହେଲା ହେଲା। ତାପରେ 111 ଯୋଗ କଲାକୁ କେତେ ହେଲା 1,011 1,122 ପୁଣି ହେଲା। ସେମିତି ସବୁ କରାହେଇଛି। ତ ଦେଖ ଏଇଠି ବି ଯେ 1,050 ଅଛି ହେଲା। ଏଇଟା ଟିକେ ଅଲଗା ଅଛି ଦେଖ ଏଠି ମଝିରେ ଏଇଟା ଗୋଟେ ଫାଙ୍କା ଦିଆଯାଇଛି ଘରଟା ହେଲା।
तो तमे 3 नंबर रु 2 नंबर को वियोग करदब बेले भूल भाल हो है आखपाखटा माने आखपाख संख्यारू वियोग करिवो हला माने एठी आखपाख संख्याटा लगातार किए किए अछंती 3150 पुणी 4200 अछि तो एई संख्यारू 4200 संख्यारू 3150 को तमे वियोग करिवो पिला माने हला एठी कोस 4200 रो 3150 हला याठू याकू वियोग करिछि हला वियोग कलाकू 1050 यांको भितरे 1050 टा गैप मिलिला यांको भितरे 1050 मिलिला माने तमे जानिथिबो जे 1050 रु भी सेकंड घर को आसीबो फर्स्ट घर रु सेकंड घर को आसीबो भी 1050 टा अधिका थिबो कि नहीं तो एई 1050 दियाछि एठी पुणी 1050 जोग कले एई घरटा पाइ जिवो तमे हला पुणी एठू एई घर पाइकर अछि माने 1050 को जोग कले एई घरटा मिलि जिवो देखो 4200 रे पुणी 1050 जोग कलाकू 5250 मिली गला एठी 1050 रे 1050 से जो बाहरिला एटाकू एठी जोग करा गला 1050 2100 हला एटा पुणी 1050 जोग करा गला को 600 6300 हला तापर 6300 रे 1050 जोग कला को 7350 हला बुझियला एमती सबु क्वेश्चन टा करा हिची देखिबो एटाकू लिखि पकेबला 5501 सेठू एठू वियोग कराइछि 6401 रो एटाकू कटा हला पुणी 900 बाहरिला आउ जदि चाहुचो चेक कर दबो आउ गुटे संख्या रो भी थर्ड रो सेकंड टाकू काटी दियो 900 ही हला बुझियला कि नै एमती तमे चेंज करि परिबो आ पर पिला माने आगो को एटा माने सब कर दबो हला सही सेम अछि गुटे देखो जे एठी ज नंबर रे जो नंबर देखो पिला माने जे 73005 अछि एठी 72004 अछि हला तो एटू संख्याटा कमी कमी जाइछि माने वियोग कराइछि देखो कमी कमी जाइछि 73005 रु हमें काटिबा केते 72004 को काटिबा 1001 हला तो एटू वियोग कराइछि 1001 वियोग हेबो 1001 एटू वियोग हेबो 1001 करिगी सब संख्या बारिछि हला एटा तो जोग करिबाटा सही समान हला बाकीटा कर देबो पुणी 2 नंबर अछि पिला माने देखो 2 नंबर कोन दिया आइछि एटा सब करि पकेबो हला निजे 2 नंबर रे संख्या दिया आइछि संख्या दिया आइछि पिला माने 2 नंबर रे 2 नंबर रे संख्या दिया आइछि संख्यार नाम लिखिबो नहले संख्यार नाम दिया आइथिबो संख्याटा लिखिबो एठी 8045 क्वेश्चन दिया आइछि तो 8045 लिखिबो 7209 दिया आइछि एटा लिखिबो केते 7209 हला 10599 एटा को तमरो संख्या रे लिखिबो हला पुणी एठी उल्टा दिया आइछि एठू एठा बनेबो हला 10743 दिया आइछि 10743 तमे लिखिबो एमती हला एटा तो सब जानिबो 20869 एटा अछि एटा जानिबो सब आगो को देखिबा एटा सब दिया आइछि सेमती हला सब मु लिखि देछि देखि नबो बुझी कि लिखिबो हला सब हला बुझी हला आगो देखो 3 नंबर एटा सब लिखि दबो हला जानि पकेबो निम्न दिया जाइथिबा संख्या गुडी को सानरू बड़ क्रम रे सजाई लेख हला सानरू बड़ क्रम रे हमें सजेबा एटा देखो एटा नंबर सब दिया आइछि नंबर दिया आइछि हम उत्तर रे गले कोन हेबो देखो तमे स्थानीय मान सब पढिले हमें हला जे स्थानीय मान रे देखो केतेटा केते अंक विशिष्ट संख्या सबू सबू जाक देखो 5 अंक विशिष्ट संख्या गुटे 2 3 4 5 प्रत्येक देखो समस्त संख्याटा 5 अंक विशिष्ट संख्या तो 5 अंक विशिष्ट संख्या बेले एकक घर एटा दशक हजार माने शतक सॉरी शतक हजार एटा अयुत बा 10000 तो 10000 स्थान रे पिला माने जोउटा सबुठारु कम थिबो से ही छोट हेबो एटी 4 अछि एटी 3 अछि एटी 4 अछि 3 अछि 7 अछि 7 अछि 4 अछि 1 अछि तो 1 थिलाटा हेबो सबुठारु छोट जोटा 1 अछि पुणी देखो एटा कटिला एटा गुटे कटिला हला तापर देखो एटा लिखि देले तापर सबुठारु सानो कोन अछि एटी 3 अछि एटी भी 3 अछि दुईटा भितरु कोउटा हेबो एटी पुणी आउ गुटे संख्या तमे चेक करो 3 3 हला माने हला दुईटी 3 3 हला हजार स्थान रे चेक करो एटी 4 अछि एटी भी 4 अछि तो समान अछि
ପୁଣି ଶତକ ଚେକ୍ କର, 4 ଅଛି, ଏଠି 7 ଅଛି। ତ କିଏ ଛୋଟ ହେଲା? ଏଟା ଛୋଟ ହେଲା, ଏଠି ଲେଖାଗଲା, ଏଠି ଲେଖାଗଲା, ହେଲା। ଏଟା ସରିଲା, ଏଟା ସରିଲା। ୟା ପରେ କିଏ ହେବ? ଇଏ ହିଁ ହେବ, ହେଲା। ତ ଏଟା ଲେଖାଗଲା। ତ ଇଏ ବି ଗଲା। ପୁଣି ଆଉ କଣ ବଞ୍ଚିଲା? ଏବେ ଦେଖ, 4 ଥିଲାଟା, ଏଠି ବି 4 ଅଛି, 4, ପୁଣି ଏଠି ବି 4 ଅଛି। ସେକେଣ୍ଡ ଘରେ ଏଠି 0 ଅଛି, ମାନେ 0, ଏଠି ବି 0, ଏଠି 7, ମାନେ ଏଇ ଦୁଇଟା ଭିତରୁ କିଏ ଗୋଟେ ଛୋଟ ହେବ? ୟା ଆର ୟା ଭିତରେ କିଏ ଗୋଟେ ଛୋଟ ହେବ? ତ ଆଗକୁ ଦେଖିବା, ଏଠି ବି 0 ଅଛି, ଏଠି 4 ଅଛି, ଏଠି 3 ଅଛି, 4 ଅଛି, ଏଠି 3 ଅଛି, ମାନେ ଏଇଟା ଛୋଟ ହେବ, 3 ଥିଲାଟା ଛୋଟ ହେବ, 4 ଥିଲାଟା ତାଠୁ ବଡ଼ ହେବ, ହେଲା। ଏଇଟା ବି ଗଲା ଦୁଇଟା। ତାପରେ 4 ଥିଲାଟା ଆଉ ଗୋଟେ ଅଛି, ଏଇଟା ଏଇଟା ପରେ ଆସିଯିବ 4730, 4000, ମାନେ ସରି 47,340, ହେଲା। ଏଇଟା ଆସିଗଲା। ପୁଣି ଦେଖ, 73,404 ଆଉ 74,430 ଭିତରେ କିଏ ବଡ଼ ହେବ? ଏଇ 74,000 ହିଁ ହେବ। 1000 ସ୍ଥାନରେ 4 ଅଛି, 1000 ସ୍ଥାନରେ 3 ଅଛି, 10,000 ସ୍ଥାନଟା ତ 7 7 ଅଛି। ତ ସେଇ ହିସାବରେ କରିଦେବ ଆଉ। ଜାଣିବ କି ନାହିଁ? ସମସ୍ତେ ଜାଣିବ? ଏଟା ଲେଖିନେବ, ହେଲା। ସବୁ ଲେଖିନେବ, ହେଲା। ଭଲସେ ଲେଖିନେବ। ତାପରେ ଆଗକୁ ଯିବା, ଦେଖ 4 ନମ୍ବର, ଦେଖ ପିଲାମାନେ, 4 4ରେ କ'ଣ ଦିଆହେଇଛି? ଏଇଟା ତ 5,000 ଦିଆହେଇଛି, ପରବର୍ତ୍ତୀ ସଂଖ୍ୟା 10,000, ତାପରେ 15,000, 20,000, 25, ତାପରେ କେତେ ହେବ? 25 ପରେ 30, 30 ହେବ, ଏଟା 35, 40, 45, ଏଇଟା 50,000, 5,000 ବଢ଼ି ଚାଲିଛି, ହେଲା। ବୁଝିଗଲା? ଏଟା ଜାଣିବ ତ? ଆଉ ଗୋଟେ କ୍ୱେଶ୍ଚିନ୍ ପଚାରିଛି ଯେ 9,990 ସଂଖ୍ୟାଟି 49,400 9,990ଟି 49,014 ସଂଖ୍ୟା ଠାରୁ ବଡ଼। ଏଇ ସଂଖ୍ୟାରୁ ଏଇ ସଂଖ୍ୟା ବଡ଼ କହୁଛି, କାରଣ 9 4 ଠାରୁ ବଡ଼, 9ଟା 4 ଠାରୁ ବଡ଼ ହେଉଛି, ସେଥିପାଇଁ ଏଇ 9ଟା ଏଇ 4 ଠାରୁ ବଡ଼ ହେଉଛି, ସେଥିପାଇଁ ସେ କହିଦେଇଛି ଯେ ଏଇଟା ବଡ଼ ହେବ, ଏଇଟା ବଡ଼ ହେବ। ବଡ଼ ହେବ କି? ଠିକ୍ କହିଲା କି ଭୁଲ କହିଲା? କେମିତି ଭୁଲ କହିଲା? ଦେଖ, ଏଠି 10,000 ସ୍ଥାନରେ ଏଇଟା ହେଲା 4 ଅଛି, 10,000 ସ୍ଥାନରେ, ବାକି ଏଇଟା କ'ଣ? ଏଇଟା 1000 ସ୍ଥାନରେ 9 ଅଛି, ତ ଅବଭିୟସଲି ଏଇଟା ହିଁ ବଡ଼ ହେବ, ହେଲା। ଆଉ ଏଇଟା 5 ଅଙ୍କ ବିଶିଷ୍ଟ ସଂଖ୍ୟା, ଦେଖ 5ଟା ଅଙ୍କ ଅଛି, ଏଠି କେତେଟା ଅଛି? 4ଟା ଅଛି, ତ ଇଏ ବଡ଼ ହେବ। ଭୁଲ କଥା କହିଲା, ସେଟାକୁ ଭଲସେ ଲିଖିଦେବ। ଏଇ ଉକ୍ତିଟି ଭୁଲ ଅଟେ, କାରଣ 9,990ଟି 4 ଅଙ୍କ ବିଶିଷ୍ଟ ସଂଖ୍ୟା ଏବଂ 49,014ଟି 5 ଅଙ୍କ ବିଶିଷ୍ଟ ସଂଖ୍ୟା। 9,990ରେ ପ୍ରଥମ 9ର ସ୍ଥାନୀୟ ମାନ 1000, ଆଉ 49,014ରେ ପ୍ରଥମ 4ର ସ୍ଥାନୀୟ ମାନ ହେଉଛି 10,000, ତ ସେଇଟା ବଡ଼ ହେବ ନା, ଏଇଟା ବଡ଼ ହେବ, ହେଲା। ତାପରେ ଦେଖ ଆଗକୁ, ଏଇଟା କଲେ ଯୋଉ 5,000, 10,000, 15,000, 20, 25, 30, 35, 40,000, 45,000, 50,000, ହେଲା। ତାପରେ ଆଗକୁ ଦେଖ 5 ନମ୍ବର। 5 ନମ୍ବର ପିଲାମାନେ ଦେଖିବା ଆଗକୁ, ଅଙ୍କ ଗୁଡ଼ିକର ସ୍ଥାନ ବଦଳାଇ ଲେଖିବା। ଅଙ୍କ ଗୁଡ଼ିକର ସ୍ଥାନ କେମିତି ବଦଳାଇବା, ଦେଖ ଏଇଠି 1,478 ସଂଖ୍ୟାରେ 7 ଓ 4 ଅଙ୍କର ସ୍ଥାନ ବଦଳ କରି ଲେଖିଲେ 1,748 ମିଳିବ। ମାନେ 7 ଆଉ 4, 7 ଆଉ 4 ଏଇ ଅଙ୍କକୁ ବଦଳାଇ ଦିଆଗଲା, ଉଲ୍ଟେଇ ଦିଆଗଲା, ହେଲା। ଏଠି 1,478ର ଯେକୌଣସି ଦୁଇଟି ଅଙ୍କର ସ୍ଥାନ ବଦଳ କରି 5,500 ଠାରୁ ଗୋଟିଏ ବଡ଼ ସଂଖ୍ୟା ତିଆରି କର, ହେଲା। ବଡ଼ ସଂଖ୍ୟା ତିଆରି କର ଗୋଟେ, 5,500ରୁ ବଡ଼ ହେଇଥିବ, ମାନେ 5,500ରୁ କିଏ ବଡ଼ ହେବ? 7କୁ ଆଉ 1କୁ ବଦଳେଇ ଦେଲେ ବି ହେବ, କିମ୍ବା 8 ଆଉ 1କୁ ବଦଳେଇ ଦେଲେ ବି ହେବ, ଯୋଉଟା କଲେ ବି ଚଳିବ, ହେଲା। ମୁଁ 1 ଆଉ 7ର ସ୍ଥାନ ବଦଳ କରି 7,418 ମିଳିଲା, ତ ଏଇଟା 5,500ରୁ ବଡ଼ ହେଲା କି ନାହିଁ? ହେଲା। ତାପରେ ଦେଖିବା ଖ ନମ୍ବର, 10,593 ସଂଖ୍ୟାର ଯେକୌଣସି ଦୁଇଟି ସ୍ଥାନ ବଦଳାଇ ସବୁଠାରୁ ସାନ ସଂଖ୍ୟାଟି ଲେଖ, ହେଲା। ସାନ ସଂଖ୍ୟା ଲେଖିବା। ତ ଦେଖ, ସାନ ସଂଖ୍ୟା କେତେବେଳେ ହେବ? ଏଠି ଦେଖ କୋଉ କୋଉ ସଂଖ୍ୟା, ଦେଖ ଏଠି 0 ଅଛି, ଏଠି 1 ଅଛି, ତମେ 0 ପଟେ ନେଇଯିବ, ଆଉ 0 ଜାଗାରେ 1କୁ ଧରି ଆଣିଲ, ମାନେ କ'ଣ ହେଉଛି? କୋଉଟା ମିଳିବ? ଏଇ ସଂଖ୍ୟା ମିଳିବ, 0, 1, 5, 9, 3। ତ ଏଇଟା ଦେଖିଲା ବେଳେ କେତେ ହେଉଛି? ଏଇଟା 10,000 ସ୍ଥାନଟା 0 ହେଇଗଲା, ମାନେ ସେଟା କିଛି ନାହିଁ,
1593 ହେଇଗଲା। ତ ସବୁଠାରୁ ଛୋଟ ସଂଖ୍ୟା ଏଇଟା ହିଁ ହେବ। ଆଉ ସବୁଠାରୁ ବଡ଼ ସଂଖ୍ୟା ଗୋଟେକୁ ବଦଳାଇ କରି କହୁଛି ହେଲା, ମାନେ ତମର ଦୁଇଟି ଅଙ୍କକୁ ବଦଳେଇକି ହେଲା, ତ ଗୋଟେ ଥର ଯୋଉଟା ବଦଳେଇବ ସେଇଟା ହେବ। ପୁଣି ୟାଠୁ ଆଉ ଛୋଟଟା ହେଇପାରିବ କି ନାହିଁ? ହେଇପାରିବ। ୟାଠୁ ବି ଛୋଟ ସଂଖ୍ୟା ହେଇପାରିବ। ବାକି ଏଇଠି କ'ଣ କହୁଛି ଆମକୁ? ଦୁଇଟି ସ୍ଥାନ ବଦଳେଇ କରି ହିଁ କରିବାଟା ହେଲା। ସବୁଠାରୁ ବଡ଼ ସଂଖ୍ୟାଟି ଲେଖ। 9 ଓ 1ର ସ୍ଥାନ ବଦଳେଇ କରି ଆମେ 90,513 ସଂଖ୍ୟାଟା ପାଇବା ହେଲା। ଏଇ 5 କ'ଣ 1 ଆଉ 9 ଏଇଟା 1 ୟାର ସଂଖ୍ୟା ଏଇଟା 9କୁ ଆଗକୁ ନେଇଗଲେ ଆଉ 1କୁ 9 ଜାଗାକୁ ଧରି ଆଣିଲେ ହେଲା। ତ ଏଇ ସଂଖ୍ୟା ମିଳିଲା। ବୁଝିହେଲା କି ନାହିଁ? ବଡ଼ ସଂଖ୍ୟା କି ନାହିଁ 9,513। ଆଗକୁ ଯିବା। ନିକଟତମ 10 100 1000 10,000 ବିଷୟରେ ପଢିବା ହେଲା। ଏଠି ଦେଖ ଠେକୁଆ ଗୋଟେ ଅଛି ହେଲା। ଠେକୁଆ କେତେରେ ଅଛି? 2346ରେ ଅଛି। ତ ସେ ଏପଟେ ଗାଜର ଖାଇଯିବ, ତ ସେଇଟା କୋଉଠି ଅଛି ଗାଜର? 2340ରେ ଅଛି। ଏଠି ଅଛି 2350ରେ ଅଛି ହେଲା ଗାଜରଟା। ତ 2340ରେ ଅଛି ମାନେ ଏଠୁ 2346ରୁ 2340ଟା ପାଖ ପଡିବ ନା 2350ଟା ପାଖ ପଡିବ? 2350ଟା ପାଖ ପଡିବ କି ନାହିଁ? ଏଟା ପାଖ ପଡିବ। ତାର ହେବ କ'ଣ? ନିକଟତମ ଦଶକ ସ୍ଥାନ ହେବ ଏଇଟା। ନିକଟତମ ଦଶକ ସ୍ଥାନ ହେବ। ନିକଟତମ ଦଶକ ସ୍ଥାନ ହେବ। ନିକଟତମ ଦଶକ ସ୍ଥାନ ହେବ ଏଇଟା 2350। 2346ର ନିକଟତମ କିଏ ଅଛି ଦଶକ ସ୍ଥାନରେ? 2350। ଆଉ ଦଶକ ସ୍ଥାନ କ'ଣ ପାଇଁ କହିଲା? ଏଠି ଦେଖ 46 ଅଛି, ଏଠି 50 ଅଛି। 2300 ତ ସମାନ ଅଛି ନା? 46 ଅଛି 50 ଅଛି। ତ ଦଶକ ଘରେ ଏଇଟା ଦଶକ ଘର ପାଖ ପଡୁଛି 46 47 48 49 50 ଚାରି ଘର ଡେଇଁଲେ ସେ ପହଞ୍ଚି ଯାଉଛି। ବାକି ଏପଟେ 40କୁ ଆସିବ ବୋଲେ ତାକୁ କେତେ ଘର ଡେଇଁବାକୁ ପଡିବ? ଏପଟେ ପଛକୁ 6 ଘର ଡେଇଁବାକୁ ପଡିବ। 6 ଘର ନା? ତ ଏଇଟା ପାଖ ପଡିଲା। ତ ନିକଟତମ ଏଇଟା ଦଶକ ହେବ ହେଲା। ତାପରେ ଆଗକୁ ଦେଖ। ଏଠି କେମିତି ହେବ ପିଲାମାନେ? କିଏ ଜାଣିବ? କହ। 2346 ଅଛି, 2300 ଅଛି, 2400 ଅଛି। ତ ଏଠି ଦେଖ 2300 ଅଛି, 2346 ଅଛି, 2400 ଅଛି ହେଲା। ତ ଏଠି 46ଟା 2346ଟା 2400 ପାଖରେ ପଡିବ ନା 2300 ପାଖରେ ପଡିବ? ତମ ମଝି ସଂଖ୍ୟାଟା ବାହାର କର ଆଗ। ମଝି ସଂଖ୍ୟା କ'ଣ ହବ? 2350 ହବ। 2350ରୁ କ'ଣ ଛୋଟ ହବ? 2346 ଛୋଟ ହବ। ମାନେ କୋଉ ସଂଖ୍ୟା ପାଖ ହେବ ତାକୁ? ମାନେ 2300 ପାଖ ହେବ ତାକୁ ହେଲା। ବୁଝିହେଲା? ଏଇଟା ନିକଟତମ ଶତକ ହେବ। କ'ଣ ହେବ ଏଇଟା? ନିକଟତମ ଶତକ। ତାରପରେ ଦେଖ ଆଗକୁ। ଏଇଠି 2346 ଅଛି, 2000 ଅଛି, 3000 ଅଛି। ଗାଜର 2000 ଅଛି, 3000 ଅଛି। ତ କୋଉଠିକୁ ସେ ପାଖ ପଡିବ? ଗଲେ ଆଗ ମଝି ସଂଖ୍ୟାଟା ବାହାର କରିବ। 2000 ଆଉ 3000 ଭିତରେ 2000 କିଏ ଅଛି? 2000 କେତେ ହେବ? 350 ଦେଇଛି। ଏଇଟା କ'ଣ? ଏଟା ଖାଲି ଏମିତି ଦେଇଛି ନା କ'ଣ? 2346ଟା ଏଇଟା ଛାଡ଼। ଏଇଟା 2346ଟା ଦେଖ ଯେ ସେଇଟା 2000 ପାଖରେ ଆସିବ ନା 3000 ପାଖରେ ହେବ? 2500 ମଝି ଏଇଟା ହେବ। ମଝିଟା ଦେଖିବ ବୋଲେ 2500। 2500ରୁ ଏଇଟା କମ ହଉଛି ମାନେ 2346 ହଉଛି। 2346 ହଉଛି ମାନେ 2000 ପାଖ ପଡିବ ହେଲା। 2000 ପାଖ ପଡିବ। ଏଇଟା ହେଲା ନିକଟତମ 1000 ହେଲା। ଏଟା ଦେଖିଦବ। ଏଇଟାକୁ ମୁଁ ଏଇ ଖାତାରେ କରିଛି ଦେଖ। ସଂଖ୍ୟା 3176 ନିକଟତମ 10 ମାନେ କ'ଣ? 3176ରେ ପାଖ ଦଶକ ସଂଖ୍ୟାଟା ମାନେ ଗୁଲା ସଂଖ୍ୟାଟା ଯୋଉ କହୁ ଆମେ ହେଲା। ପୂର୍ଣ୍ଣ ହେଇକି ଥିବ ଯୋଉଟା। ଏଇଟା 76ଟି। ଏକକ ଘରେ 0 ବସିବ। ନିକଟତମ 10 ମାନେ ଖାଲି ଏକକ ଘରେ 0 ଆସିବ। ଶହରେ 2ଟା ଆସିବ। ଆଉ ନିକଟତମ 1000 ଲେଖିଲେ 3ଟା ଆସିବ। ତ କୋଉଟା ଆସିବ କ'ଣ ଯେ କେମିତି ଭାବିବ ଦେଖ। 3176ରେ ତା ପାଖରେ କିଏ ଅଛନ୍ତି?
70 ଅଛି ଆଉ 80 ଅଛି, ତ 70 ପାଖ ପଡିବ ନା 80 ପାଖ ପଡିବ? 80 ପାଖ ପଡିବ। 3180 ଟା ପାଖ ପଡିବ ହେଲା। ନିକଟତମ 10 ମାନେ 10 ନିକଟତମ 10 ମାନେ ଏଇଟାକୁ ଦେଖିବ 74 କୁ ଦେଖିବ। ୟା ପାଖରେ 70 ଆଉ 80 ଦୁଇଟା ସଂଖ୍ୟା ଅଛି। 70 ପାଖ ପଡିବ ନା 80? 80। ତାପରେ 3200 ହେଲା ନିକଟତମ 100 କେମିତି ବାହାରିଲା ଏଇଟା? ଏଇଟା ତିନିଟାକୁ ଦେଖିବ, ତିନିଟାକୁ ହେଲା, ତିନିଟାକୁ ଦେଖିବ। ଯେତେବେଳେ ଶହ ବାହାର କରୁଛ ମାନେ ତିନିଟା ଦେଖିବ ହେଲା। କୋଉଟା ହବ? 176। 176 ଟା 200 ପାଖରେ ହେବ ନା 100 ପାଖରେ ହେବ? 200 ପାଖରେ ହେବ। 200 ପାଖ ପଡିବ ନା ତାକୁ, ତ ନିକଟତମ 100 ହେଲା 200। ବୁଝିଗଲା? ତାପରେ ଯେତେବେଳେ ତମେ 1000 ନିକଟତମ 1000 ଦେଖୁଛ, ସେବେଲେ କେତେ କଣ କରିବ? ପୁରା ଦେଖିବ 3176। ଏ ଜାଗାରେ 3176 3000 ପାଖ ପଡିବ ନା ତାକୁ 4000 ପାଖ ପଡିବ? 3000 ପାଖ ପଡିବ ହେଲା। 176 କାଟିଦେଲେ କେତେ ପଡିବ? 3000 ହବ କି ନାଇଁ? ହଁ 3000। ପୁଣି ତମେ ଯୋଗ କରିବାକୁ ପଡିବ, ବହୁତ ଯୋଗ କରିବାକୁ ପଡିବ ହେଲା। 3176ରେ 4000 ହବନି, ସେଥିପାଇଁ 3000 ପାଖ ପଡୁଛି, ଏଇଟା କରିବ 4017। ଏଇଟା କଣ ହବ? 17 କୁ ଦେଖିବ ନିକଟତମ 10 ମାନେ 17 ମାନେ 10 ଆଉ 20 ଭିତରେ ଆସିବ 17 ହେଲା। 10 ହେବ କି 20? 17ଟା କୋଉଟା ପାଖ? 20, ତ 4020 ହେଇଗଲା। ପୁଣି ଦେଖ ନିକଟତମ ସହରରେ 3ଟା ଦେଖିବ, 3ଟା ଦେଖିଲେ ବି କଣ ହଉଛି? ସେଇ 17 ହିଁ ବାହାରୁଛି କି ନାଇଁ? 3ଟା 0 ମାନେ 0 1 7 କୁ ଦେଖିବ ମାନେ ବି ସେଇ 17। 17 ମାନେ କଣ ହବ ଏଇଟା? 4000 ପାଖ ପଡିବ ନା 400 100 ପାଖ ପଡିବ? 4000 ପାଖ ପଡିବ। 4000 ଆଉ 4100 ଭିତରେ ତ ଆସିବ ନା 4017, ତ କୋଉଟା ପାଖ ପଡିବ? 4000 ପାଖ ପଡିବ। ନିଜେ ଖାତାରେ ଟିକେ କରିକି ଦେଖ ହେଲା। ତାପରେ 4017 ତାର 1000 ପାଖ କୋଉଟା ହବ? 4000 ହିଁ ହବ ଏଇଟା, ଦେଖିବ 4017 ମାନେ 4000 ପାଖ ପଡିବ। 5000 ଆଉ 4000 ଭିତରେ କୋଉଟା ପାଖ ପଡିବ? 4000 ହିଁ ପାଖ ପଡିବ। 17 କାଟିଦେଲେ 4000। ପୁଣି 5789, ଏଠି ଦେଖ 89 ଅଛି। 89ଟା କାହା କାହା ମଧ୍ୟରେ ରହିବ? ଆମର 80 ଆଉ 90, ତ 89 ଏକ ଯୋଗ କରିଦେଲେ 90 ହଉଛି, ମାନେ 90 କୁ ନେବ, ପାଖ ହେବ 90। 5790। ତାପରେ 3ଟା ଘରକୁ ଦେଖିବ ତମେ ନିକଟତମ 100 ମାନେ, ତ 789 789 କାହା କାହା ଭିତରେ ଆସୁଛି? 700 ଆଉ 800 ଭିତରେ। ତ 700 ଆଉ 800 ଭିତରେ ଆସୁଛି ମାନେ 789ଟା କାହା ପାଖ ପଡିବ? 800 ପାଖ ପଡିବ, 5800। ତାପରେ 3ଟା ଯାକ ଦେଖ 5789ଟା, ଏଟା ନିକଟତମ 1000 କିଏ ହେବ? 5000 ହେବ ନା 6000 ହେବ? 789 ଅଛି ମାନେ ଏଟା ମଝି ସଂଖ୍ୟା ଦେଖିବ ବୋଲେ ତ 5500 ହେବ। 5500 ରୁ ତ ଅଧିକା ହଉଛି ନା, ଅଧିକା ହଉଛି ବୋଲେ କିଏ ପାଖ ପଡିବ? 6000 ପାଖ ପଡିବ ହେଲା। ତାପରେ ଦେଖ ମଝି ସଂଖ୍ୟାଟା ତମେ ଜାଣିଗଲେ ଅଟୋମେଟିକ ଜାଣିଯିବ ହେଲା। ତାପରେ ଦେଖ 8203, ଏଇଟା ବି ସେଇ ସେମିତି 3 ଅଛି ହେଲା। ଦଶକ କିଏ ହେବ? 0 ହେବ, ନହେଲେ ତମର 10 ହେବ। 10 ପାଖ ପଡିବ ନା 0 ପାଖ ପଡିବ? 0 ପାଖ ପଡିବ, ତ 0 ହେଲା। 8200 8200 ଆଉ 8210 ଭିତରେ ରହିବ, ତ 8200 ହେଲା। ତାପରେ ନିକଟତମ 100 କିଏ ହେବ? 203 203 200 ଆଉ 300 ଭିତରେ ରହିବ, 203 200 ପାଖ ପଡିବ। ତାପରେ 8203 8203 ରେ 8000 ପାଖ ପଡିବ ନା 9000? 1000 ପଡିବ ହେଲା। 8500 ରୁ କମ ହଉଛି ନା 203। ସରିଲା ଏଇଟା। ଆଗକୁ ଯିବା, ଆସ କାମଟି କରିବା। ଏଇଟା 8 ନମ୍ବର ପେଜ। ବିଜୟ ଗୋଟିଏ ସଂଖ୍ୟାକୁ ତାର ନିକଟତମ 100 ସଂଖ୍ୟାରେ ଲେଖିଲା। ସୀମା ସେହି ସଂଖ୍ୟାକୁ ତାର ନିକଟତମ 1000 ସଂଖ୍ୟାରେ ଲେଖିଲା। ଉଭୟ ସମାନ ଉତ୍ତର ପାଇଲେ। ସେମାନେ ନେଇଥିବା ସଂଖ୍ୟାକୁ ଗୋଲ ଦେଇ ଚିହ୍ନ ହେଲା। ତ ଏଇଟା ବି ସେଇ କଥା କହିଛି ଯେ ଦୁଇ ଜଣ ବାହାର କଲେ କଣ ନିକଟତମ 100 ଆଉ 1000 ବାହାର କଲେ, ତ ଯେଉଁ ସଂଖ୍ୟାରେ ନିକଟତମ 100 ଆଉ 1000ଟା ସମାନ ହଉଛି ତାକୁ ଗୋଲ କର କହିଲା। ତ ଏଠି 7126 ର ନିକଟତମ 100 କୋଉଟା ହେବ? 7100 ଆଉ 7200 ଭିତରେ ରହିବ, 7100 ପାଖ ହେବ। ନିକଟତମ 1000 କୋଉଟା ହେବ?
7126 रे 7000 ପାଖ ନା 8000 ପାଖ? 7000। 7835 ନିକଟତମ ସହ କିଏ? ସହ ମାନେ ଏଇଟା ଦେଖିବ 835 835 800 ଆଉ 900 ଭିତରେ ରହିଲା ତ 800 ହେବ 7800 ଏଇଟା 7835 ଅଛି ମାନେ 8000 ଟା ହେବ। ତାପରେ ଏଇଟା ଦେଖ 7030 ଏଠି ଦଶକ ସଂଖ୍ୟାଟା ଦେଖ 30 ଅଛି এই 30 ଟା 100 ଆଉ ସରି 0 ଆଉ 100 ଭିତରେ ଆସିବ 30 0 ଆଉ 100 30 ଟା 0 ପାଖ ପଡିବ ନା 100 ପାଖ ପଡିବ 0 ତ ଏଇଟା ଖାଲି 7000 ହେଇଯିବ ହେଲା ବୁଝିଗଲା ଏଇଟା ଇମ୍ପୋର୍ଟାଣ୍ଟ ଏଇଟା ଭଲସେ ବୁଝ ତାପରେ ନିକଟତମ ହଜାର ମାନେ କଣ 7030 ଅଛି 7000 ପାଖ ପଡିବ ନା 8000 7000 ତ ଏଇଠି ଦେଖ ଦୁଇଟା ସମାନ ହଉଛି ଏଇଟା ଗୋଲ କରାହେଲା ଏଠି ବି ଦେଖିବ ବୋଲେ ଏଇଟା 69900 ଦେଇଛି ହେଲା ଏଠି 69900 ତ ଏଇଟା ନିକଟତମ ସହ ଅଲରେଡି ଅଛି ଆଉ କରିବାର ନାହିଁ ହେଲା ତା ନିକଟତମ ହଜାର କୋଉଟା ହେବ 6000 ପାଖ ପଡିବ ନା 60000 ପାଖ ପଡିବ ନା 70000 ପାଖ ପଡିବ 70000 ଏଇଟା ନିକଟତମ ହଜାର କଣ ଭୁଲ ହେଲା କି ନିକଟତମ ହଜାରଟା ଭୁଲ ହେଇଛି ଏଇଟା ଏମିତି ହବନି ଏଠି ଦେଖିବ ଯେ ହଜାର ସ୍ଥାନକୁ ଦେଖିବା ନା 9900 ଏଇ 6ଟା ସେମିତି ଥାଉ ତ ଏଇଟା ହେବ 6 ପରେ ଏଇଟା 9900 ଆଉ 10000 ଭିତରେ ଆସିବ ତ 9900 ଭିତରେ ଆସିବ ଆଉ 10000 ଭିତରେ ଆସିବ ତ ନାଇଁ ନାଇଁ ଠିକ ଅଛି 9900 ଟା ଏଇଟା 10000 ହେଇଯିବ ହେଲା 10000 ହେଇଗଲା ମାନେ ଏଇ 60000 ମିଶିକି 70000 ହେଇଯିବ ଠିକ ଅଛି ଠିକ ଅଛି ହେଲା ଏଟାକୁ ଯୋଗ କରିକି ଦେଖିବ 9900 ଆଉ 9900 ଟା 9000 ଆଉ 10000 ଭିତରେ ରହିବ ତ 9000 ପାଖ ପଡିବ ନା 10000 10000 ତ ଏଠି 10000 ହେଇଗଲାଣି 10000 ହେଇଗଲା ମାନେ ଆଉ ଗୋଟେ 60000 ଅଛି 10000 ଆଉ 60000 ମିଶିକି 70000 ଏବେ ହେଲା ବୁଝିଗଲା ଏଟା ଟିକେ ନିଜେ କରିବ ହେଲା ଭାବ ଟିକେ ଚିନ୍ତା କର ଥରକୁ ହେବନି ହେଲା ବାରମ୍ବାର କଲେ ହିଁ ସେଟା ଜାଣିପାରିବ ତାପରେ ଦେଖ 2 ଚିନ୍ତା କରି ଦୁଇଟି ସଂଖ୍ୟା ଲେଖ ଯାହାର ନିକଟତମ ଦଶକ ସଂଖ୍ୟା ସମାନ ହେବ ଶତକ ସଂଖ୍ୟା ସମାନ ହେବ ଆଉ ହଜାର ସଂଖ୍ୟା ସମାନ ହେବ ଏଇଟା କରିଦେଇଛି ଦେଖିଦେବ ନିକଟତମ ଦଶକ ସଂଖ୍ୟା ସମାନ ହଉଛି ଏଇଟା କଣ 339,453 ଆଉ 39,448 ଏଇଠି 39,450 ହେଲା ଏଇଟା ନିକଟତମ ଦଶକ ସଂଖ୍ୟା ସମାନ ହଉଛି ହେଲା ଦୁଇ ଜଣଙ୍କର ୟାର ବି ସେ ସେମ୍ ୟାର ବି ସେ ସେମ୍ 32 ଆଉ 28 ର ନିକଟତମ ଦଶକ ସଂଖ୍ୟା କିଏ ହେବ 30 ହେବ ସେମିତି ଶତକ ସଂଖ୍ୟାର ବାହାର କରାଯାଇଛି ଆଉ ହଜାର ସଂଖ୍ୟାର ବି ବାହାର କରିଦେଇଛି ଦେଖିନେବ ହେଲା ତାପରେ ଦେଖ ଆଗକୁ ବଢିବା ଏଇ 3 ନମ୍ବର ବି 2 ଅଛି ତାପରେ କୁଆଡେ ଗଲା 2 ନମ୍ବର 3 ନମ୍ବର ବି ସେମିତି ଅଛି ହେଲା 3 ନମ୍ବର କଣ କରୁଛି ଚିନ୍ତା କରେ ଦୁଇଟି ସଂଖ୍ୟା ଲେଖ ଯାହାର ନିକଟତମ ଦଶକ ଶତକ ସଂଖ୍ୟା ସମାନ ହେବ ଶତକ ହଜାର ସଂଖ୍ୟା ସମାନ ହେବ ଏଇଟା ନିଜେ କରିଦେବ ହେଲା ବେଶୀ କିଛି ନାହିଁ ଏଠି ଯାତାୟାତ ପୂର୍ବରୁ ଏବଂ ବର୍ତ୍ତମାନ କଣ କଣ ଦେଖ ଆମେ ଜାଣିଛେ ପୂର୍ବ କାଳର ଲୋକମାନେ ପାଦରେ ଚାଲି ଚାଲି ପ୍ରାଣୀମାନଙ୍କ ପରେ ବସି ଡଙ୍ଗା ଏବଂ ଜାହାଜ ସାହାଯ୍ୟରେ ଯାତ୍ରା କରୁଥିଲେ ଯାତ୍ରା ପାଇଁ ବଦଳ ଘୋଡ଼ା ଗଧ ଖଚର ଓ ହାତୀ ଆଦି ପ୍ରାଣୀଙ୍କର ଉପଯୋଗ କରାଯାଉଥିଲା ପାହାଡ଼ିଆ ଓ ବରଫାବୃତ ଅଞ୍ଚଳରେ ଚମରି ଗାଈ କୁକୁର ଓ ବଲଗା ହରିଣ ବ୍ୟବହାର ହେଉଥିବା ବେଳେ ମରୁଭୂମିରେ ଓଟକୁ ବ୍ୟବହାର କରାଯାଉଥିଲା ହେଲା ବର୍ତ୍ତମାନ କେତେ କେତେ ଅଲଗା ଅଲଗା ମୋଟର ଗାଡି ସବୁ ବାହାରିଲାଣି ମୋଟର ସାଇକେଲ ହେଲା କାର ବସ୍ ଟ୍ରେନ ଜାହାଜ ଉଡାଜାହାଜ କେତେ କଣ ବାହାରିଲାଣି ମଣିଷ ମହାକାଶ ଯିବା ପାଇଁ ମହାକାଶକୁ ଯାନ ମଧ୍ୟ ବ୍ୟବହାର କରୁଛି ସ୍ପେସସିପ୍ ଟା କିମ୍ବା ରକେଟ ଟା ଯୋଉ ଯାଏ ହେଲା ଦେଖୁଥିବ ଚିତ୍ରରେ ଜଣେ ବ୍ୟକ୍ତି ସାଧାରଣତଃ 1 ଘଣ୍ଟାରେ ଯାତ୍ରା କରିପାରିବ କେତେ ଗୋଟେ ଘଣ୍ଟାରେ କେତେ ଯାଇପାରିବ ପାଦରେ ଚାଲି ଚାଲି 3 ରୁ 5 କିଲୋମିଟର ଘୋଡ଼ାରେ ବସି 10 ରୁ 15 କିଲୋମିଟର ସାଇକେଲରେ 12 ରୁ 20 କିଲୋମିଟର ମୋଟର ସାଇକେଲରେ 40 ରୁ 60 କିଲୋମିଟର ରେଳ ଗାଡିରେ 40 ରୁ 60 କିଲୋମିଟର ତାପରେ ଜାହାଜରେ 25 ରୁ 45 କିଲୋମିଟର ତାପରେ ଉଡାଜାହାଜରେ 750 ରୁ 920 କିଲୋମିଟର ତାପରେ ମହାକାଶ ଯାନରେ ମାନେ ରକେଟରେ ଯୋଉ 28,000 କିଲୋମିଟର ହେଲା ଯାଇପାରିବ ଏଇଟା ଟିକେ ଦେଖିଥିବ
ଏଣ୍ଟ୍ରାନ୍ସ ପରୀକ୍ଷା ମାନଙ୍କରେ MCQ ରେ ପଚାରିଦବ ତମକୁ ଅପସନ ଦେବ ଯୋଉ କ ଖ ଗ ଘ ହେଲା। ତାପରେ ଦେଖ ଜଣେ ସାଇକେଲ ଆରୋହୀ ଗୋଟିଏ ଘଣ୍ଟାରେ 15 କିଲୋମିଟର ଅତିକ୍ରମଣ କରନ୍ତି। ଗୋଟିଏ ଘଣ୍ଟାରେ 15 କିଲୋମିଟର ଯାଏ। ସେ ଯଦି ସେ ସମାନ ଗତିରେ ଯିବ, ସମାନ ଗତି ତାର ସ୍ପିଡ ଟା ସମାନ ରହିବ, ତେବେ 4 ଘଣ୍ଟାରେ ସେ କେତେ ଦୂରତା ଯିବ? ତାର 4 ଗୁଣା ଯିବ। ହେଲା, ଏଇଠି କରିଦେଇଛି ଦେଖ। ଗୋଟେ ଘଣ୍ଟାରେ 15 ଯାଉଛି ମାନେ 4 ଘଣ୍ଟାରେ 60 ଯିବ। ହେଲା, ତାପରେ ଦେଖ ଆଗକୁ 2 ଗୋଟିଏ ବିଦ୍ୟାଳୟରେ 461 ଜଣ ବାଲିକା ଆଉ 439 ଜଣ ବାଲକ ଅଛନ୍ତି। ତଳେ ଦିଆଯାଇଥିବା ଯାତ୍ରାର ମାଧ୍ୟମ ବ୍ୟବହାର କରି ସମସ୍ତଙ୍କର ଯାତ୍ରା ପାଇଁ କେତେ ସଂଖ୍ୟକ ଯାନବାହନର ଆବଶ୍ୟକତା ହେବ ଲେଖ। ସାଇକେଲରେ 2 ଜଣ ବସିପାରିବେ, ଅଟୋ ରିକ୍ସାରେ 3 ଜଣ, କାରରେ 4 ଜଣ ବସିପାରିବେ, ବଡ଼ କାରରେ 6 ଜଣ, ଡଙ୍ଗାରେ 20 ଜଣ ବସିପାରିବେ, ଛୋଟ ବସରେ 25 ଜଣ, ବଡ଼ ବସରେ 50 ଜଣ ଆଉ ଉଡ଼ାଜାହାଜରେ 180 ଜଣ। ତ ଏଇଟା ଦେଖ ପିଲାମାନେ, ସାଇକେଲରେ ଗଲେ ମୋଟ କେତେ କେତେ ପିଲା ହେଲେ? ମୋଟ ହେଲେ 461 ପ୍ଲସ୍ ମାନେ ଯୁଗ 439, 900ଟା ପିଲା ହେଲେ, ଟୋଟାଲ 900ଟା ପିଲା ହେଲେ ମୋଟ। ତ 900ଟା ପିଲା ସାଇକେଲରେ ଗଲେ ଗୋଟେ ଗୋଟେ ସାଇକେଲରେ କେତେ ଜଣ ବସିବେ? 2 ଜଣ ବସିବେ। ତ ଯେତେ ପିଲା ସଂଖ୍ୟା ଥିବେ ତାର 2 ଭାଗ ହବ କି ନାହିଁ? ତ ତାର 2 ଭାଗ କରିଦେଲି, 450ଟି ସାଇକେଲ ଦରକାର ହବ। ଯଦି ଅଟୋ ରିକ୍ସାରେ ଗଲେ, ଅଟୋ ରିକ୍ସାରେ 3 ଜଣ ବସୁଛନ୍ତି, 3 ଭାଗ କରିଦବ 300ଟି। କାରରେ 4 ଜଣ ବସି ପାରୁଛନ୍ତି, ତ 4 ଭାଗ କରିଦବ, 4 ଭାଗ କରିଦବ 225। ତାପରେ ବଡ଼ କାରରେ 6 ଜଣ ଯାଉଛନ୍ତି, 900 ହରଣ 6 150ଟି। ତାପରେ ଡଙ୍ଗାରେ 20 ଜଣ ମାନେ ବସିପାରିବେ ଗୋଟେ ଡଙ୍ଗାରେ, ତ 900 ଲୋକ ଅଛନ୍ତି, ତ କେତେଟା ଡଙ୍ଗା ହେବ ମାନେ ସେଟା ବି ହରଣ କରିଦବ 45ଟି। ଏମିତି ଏଠି 25ଟି ଛୋଟ ବସରେ ଯାଉଛନ୍ତି, ତ 900 ହରଣ 25 36ଟି। ତାପରେ ଏଠି ବଡ଼ ବସରେ 50 ଜଣ, ତ 50 ହରଣ କରିଦବ 18। ତାପରେ 180 ହରଣ କରିଦବ ଉଡ଼ାଜାହାଜରେ ଯିବାଟା, 5ଟି ଉଡ଼ାଜାହାଜ ଦରକାର ହବ। ହେଲା, ଏଟା ସବୁ କରିନେବ ପିଲାମାନେ, ସବୁ ଏଟା ଜାଣିପାରିବ, କିଛି ନାହିଁ ଏଇଠି। ତାପରେ ଆଗକୁ ଦେଖିବା, ଆମ ଚାରି ପାଖରେ ଥିବା ବଡ଼ ସଂଖ୍ୟାକୁ ଖୋଜିବା। କେମିତି ଖୋଜିବା ଦେଖ। ଏଠି ତମର ସ୍କୁଲରେ କ'ଣ ବଡ଼ ସଂଖ୍ୟାରେ ଅଛି, କ'ଣ କୋଉ ଜିନିଷ କ'ଣ ଏମିତି ଦିଆହେଇଛି, କିଛି ନାହିଁ ଏଠି ଦେଖ। ଆମେ ଜାଣିଲେ ଯେ ବିଭିନ୍ନ ପରିବହନ ମାଧ୍ୟମରେ 1 ଘଣ୍ଟାରେ ଅତିକ୍ରମ କରାଯାଇ ପାରୁଥିବା ଦୂରତା ସବୁ ଦେଇଛି। ହେଲା, ଏଇଟା ଆମ ଚାରି ପାଖରେ ଆଉ କିଛି ପରିସ୍ଥିତି ଆମେ ଖୋଜିପାରିବା କି? ଆସ ତଳେ ଥିବା ପରିସ୍ଥିତିକୁ ବିଚାର କରିବା ଦେଇଛି। ଗୋଟିଏ ବହିରେ, ଏଠି ପିଲାମାନେ ଦେଖିପାରୁଥିବ ଯେ ଗୋଟେ ବହିରେ ଏପରି ଆଉ କିଛି ଖୋଲ ଯାହାକି 4 ଅଙ୍କ ବିଶିଷ୍ଟ ସଂଖ୍ୟା ହେଇଥିବ। ବର୍ତ୍ତମାନ ଏହାକୁ ଆମ ବିଦ୍ୟାଳୟକୁ ନେଇ ଚେଷ୍ଟା କରିବା। ଏଇଟା ଦେଖିଦେବ, ଏଇଟା କିଛି ନାହିଁ। ହେଲା, ନିଜେ କରିବା ଆକ୍ଟିଭିଟିଟା। ହେଲା, ପଢ଼ିକି କରିଦେବ, ଏଇଟା ବି କରିଦେବ। ହେଲା, ତାପରେ କୌତୁକିଆ ଗଣିତ ଅଛି। ଏଇ କୌତୁକିଆ ଗଣିତକୁ ଆହୁରି ଅଛି। ହେଲା, ବହୁତ ଜିନିଷ ଅଛି, ଦେଖିବା ପରେ ଆଉ ଗୋଟେ କ୍ଲାସ୍ ରଖିବା, ବହୁତ ଲମ୍ବା ହେଇଯିବ ନା ନହେଲେ। ହେଲା, ଏଟାକୁ ଆଉ ଗୋଟେ କ୍ଲାସ୍ରେ କରିବା। ହେଲା, ଏତିକିରେ ଆଜିର ଆମର କ୍ଲାସ୍କୁ ବନ୍ଦ କରିବା। ଧନ୍ୟବାଦ।